ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମ ନାମରେ ଆନ୍ତରିକ ନମସ୍କାର। ଏଇଟା ହେଉଛି ମାଉଣ୍ଟ ଗିଲବୋଆ ବା ଗିଲବୋଆ ପର୍ବତ। ଗିଲବୟ ବାଇବେଲ ଲେଖା ଅଛି ଗିଲବୟ ପର୍ବତ, ଯେଉଁଟା ଆପଣ ବର୍ତ୍ତମାନ ଦେଖୁଛନ୍ତି। ଆଉ ଆଜିର ଭିଡ଼ିଓରେ ପ୍ରିୟ ବନ୍ଧୁଗଣ, ଆମେ ସେ ଜାଗାକୁ ଦେଖିବା ଯେଉଁ ଜାଗାରେ ସାଉଲ ଆତ୍ମହତ୍ୟା କରିଥିଲେ, ତାଙ୍କର 3 ପୁଅ ମରିଥିଲେ। କେବଳ ସେତିକି ନୁହେଁ, ଏଇ ଯେଉଁ ଜାଗା ଆପଣ ଦେଖୁଛନ୍ତି, ଯେଉଁ ଜାଗା ଆପଣ ଦେଖିବେ, ଆଉ ସେଇ ଜାଗାରେ 1ରୁ ଅଧିକ ଐତିହାସିକ ଘଟଣା ଘଟିଥିଲା। 1ରୁ ଅଧିକ ଐତିହାସିକ ଘଟଣା, ତା'ର ଅର୍ଥ ହେଉଛି ଏଥିରେ କ'ଣ କ'ଣ ସବୁ ଘଟିଥିଲା। ଏଠି ସାଉଲ ମରିଥିଲେ, ତାଙ୍କର ପୁଅମାନେ ମରିଥିଲେ। ଆଉ ନମ୍ବର 2 ହେଉଛି ଏଠି ଜିହୋଶୁଆ ସୂର୍ଯ୍ୟକୁ ଅଟକାଇ ଦେଇଥିଲେ ଆଜ୍ଞା ଦେଇକି, ଆଉ ଚନ୍ଦ୍ରକୁ ମଧ୍ୟ ଆଜ୍ଞା ଦେଇକି ଅଟକାଇ ଦେଇଥିଲେ। ଆଉ ଏଠି କ'ଣ ହେଇଥିଲା, ଏଠି ଯୋଶୀୟ ରାଜାଙ୍କର ମୃତ୍ୟୁ ହେଇଥିଲା ଏଇ ଜାଗାରେ। କେବଳ ସେତିକି ନୁହେଁ, ଆଉ ଏଇ ଅଞ୍ଚଳରେ ଯେଉଁଟା ଆପଣ ଦେଖୁଛନ୍ତି, ଆଉ ଏଇଠି ଗିଦିଓନ ସଦାପ୍ରଭୁଙ୍କୁ ପରୀକ୍ଷା କରିଥିଲେ। ଏମିତି କିଛି ଘଟଣା ଏଇ ଗୋଟିଏ ଜାଗାରେ ଘଟିଥିଲା। ତେଣୁ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମେ ପ୍ରଥମେ ଦେଖିବା ଯେଉଁ ଜାଗାରେ ସାଉଲ ଆତ୍ମହତ୍ୟା କରିଥିଲେ। ତାପରେ ଆମେମାନେ ଅନ୍ୟ ଜାଗା ଗୁଡ଼ିକ ଆମେ ଦେଖିବା, ଯେଉଁଟା ମୁଁ ବର୍ଣ୍ଣନା କଲି ବା କହିଲି ଆପଣମାନଙ୍କୁ। ଏଇ ଜାଗା ଆପଣ ଦେଖୁଛନ୍ତି, ଏଇ ଜାଗାରେ ସାଉଲ ଆତ୍ମହତ୍ୟା କରିଥିଲେ। ନିଜର ପୁଅମାନେ ମଧ୍ୟ ମରିଥିଲେ, ତାଙ୍କର ଅସ୍ତ୍ରବାହକ ମଧ୍ୟ ମରିଥିଲା। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ପ୍ରଥମ ସାମୁଏଲ ତା'ର 31 ପର୍ବ 1 ପଦରୁ ଆପଣ ଦେଖନ୍ତୁ, ଏଠି ଲେଖା ଅଛି, ଏଥିମଧ୍ୟରେ ପଲେଷ୍ଟିୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟିୟମାନଙ୍କ ସମ୍ମୁଖରୁ ପଳାଇ ଗିଲବୟ ପର୍ବତରେ ହତ ହୋଇପଡ଼ିଲେ। ଏହି ସ୍ଥାନରେ ଇସ୍ରାଏଲ ଲୋକମାନେ ମରିପଡ଼ିଥିଲେ। ଆଉ ଏ ପର୍ବତ ନାଁ ହେଉଛି ଗିଲବୟ ପର୍ବତ। ମୁଁ ଆପଣଙ୍କୁ କହିଥିଲି, ଗିଲବୟ ପର୍ବତରେ ହତ ହୋଇପଡ଼ିଲେ। ଆଉ ପଲେଷ୍ଟିୟମାନେ ସାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟିୟମାନେ ସାଉଲଙ୍କର ପୁତ୍ର ଯୋନାଥନକୁ ଓ ଅବିନାଦବକୁ ଓ ମଲ୍କିଶୂୟକୁ ବଧ କଲେ। ଏହି ରୂପେ ସାଉଲଙ୍କ ସାଙ୍ଗରେ ଇଏ ହେଉଛି ଆର୍ମାଗିଦନ। ପ୍ରକାଶିତ ବାକ୍ୟ 16 ପର୍ବ 14-16। ଆଉ ଏଠି ଭବିଷ୍ୟତରେ ଏକ ଯୁଦ୍ଧ ହେବାର ଅଛି। ପ୍ରିୟ ବନ୍ଧୁଗଣ, ଆପଣ ପଢ଼ନ୍ତୁ, ସେ ଯୁଦ୍ଧ ହେବ ବୋଲି ଭବିଷ୍ୟତବାଣୀ ହେଇଛି। ଯେଉଁ ଯୁଦ୍ଧ ଏଇଠି ହେବ, ଆର୍ମାଗିଦନ, ବଟଲ ଅଫ୍ ମେଗିଦୋ। ପ୍ରିୟ ବନ୍ଧୁଗଣ, ଏହା କୁହାଯାଏ ଭ୍ୟାଲି ଅଫ୍ ମେଗିଦୋ। ଏଠି ଗୋଟେ ଯୁଦ୍ଧ ହେବ ମେଗିଦୋ, ଯାହାର ନାଁ ହେବ ଆର୍ମାଗିଦନ, ବଟଲ ଅଫ୍ ଆର୍ମାଗିଦନ। ତାପରେ ଦେଖିବା, ଏହି ରୂପେ ସାଉଲଙ୍କ ସଙ୍ଗରେ ଭାରି ଯୁଦ୍ଧ ହେଲା। ଆଉ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ, ଆଉ ଧନୁର୍ଦ୍ଧରମାନଙ୍କ ସକାଶେ ସେ ଅତିଶୟ ଆହତ ହେଲେ। ତହିଁରେ ସାଉଲ ଆପଣା ଅସ୍ତ୍ର ବାହାକୁ କହିଲେ, ତୁମ ଖଡ଼ଗ ବାହାର କରି ତହିଁରେ ମୋତେ ଭୁସି ପକାଅ। କିଏ ଜାଣେ ଏଇ ଅସୁନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ର ବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ସାଉଲ ଖଡ଼ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ସାଉଲ ମରିଅଛନ୍ତି ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ଼ଗ ଉପରେ ପଡ଼ି ତାଙ୍କ ସାଙ୍ଗରେ ମଲା। ଏହି ରୂପେ ସାଉଲ ଓ ତାଙ୍କର 3 ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହିଦିନ ଏକ ସାଙ୍ଗରେ ମଲେ। ଏହି 6 ଜଣ ତ ମଲେ, ତା ସହିତ ଇସ୍ରାଏଲର କିଛି ଲୋକମାନେ ମଲେ। ଏହି ପର୍ବତରେ ଯେଉଁଟା ଆପଣ ଦେଖୁଛନ୍ତି, ଗିଲବୟ ପର୍ବତ ଉପରେ ସେମାନେ ମରିଥିଲେ।
ସାଉଲ ନିଜକୁ ନିଜେ ମାରିଦେଲେ ଆଉ ସାଉଲ ଆତ୍ମହତ୍ୟା କଲେ ବା ନିଜକୁ ନିଜେ ହତ କଲେ। ତେବେ ପ୍ରିୟ ବନ୍ଧୁଗଣ, ଆଉ କ'ଣ ଘଟିଥିଲା ଆମେ ଆଉ ଗୋଟେ ଅଂଶ ମଧ୍ୟ ଦେଖିବା। ଆଉ ଏହି ସ୍ଥାନରେ ଆଉ ଗିଦିଓନ କ'ଣ କରିଥିଲେ? ସଦାପ୍ରଭୁଙ୍କୁ ପରୀକ୍ଷା କରିଥିଲେ। ତେବେ ଚାଲନ୍ତୁ ସେଇଟା ମଧ୍ୟ ପଢ଼ିଦେବା। ବିଚାରକର୍ତ୍ତା 6 ପର୍ବ 36 ପଦରୁ ଆରମ୍ଭ କରିବା। ଏ ଉତ୍ତାରେ ଗିଦିଓନ ପରମେଶ୍ୱର କହିଲେ, ଯେବେ ତୁମେ ଆପଣ ବାକ୍ୟ ପ୍ରମାଣେ ମୋ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ, ତେବେ ଦେଖ ମୁଁ ଖଳାରେ ଗଦାଏ ମେଷଲୋମ ରଖିବି। ଯେବେ କେବଳ ସେ ମେଷ ଗଦା ଉପରେ କାକର ପଡ଼େ ଓ ସମସ୍ତ ଭୂମି ଶୁଷ୍କ ରହେ, ତେବେ ତୁମ୍ଭେ ଆପଣା ବାକ୍ୟାନୁସାରେ ମୋ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ ବୋଲି ମୁଁ ଜାଣିବି। ତହିଁରେ ସେରୂପ ହେଲା। ସେ ପରଦିନ ପ୍ରଭାତରେ ଉଠି ସେହି ଲୋମ ଏକତ୍ର ଚିପି କାକର ଚିପୁଡ଼ନ୍ତେ ଲୋମର ପୂର୍ଣ୍ଣ 1 ପାତ୍ର ଜଳ ବାହାରିଲା। ସେତେବେଳେ ଗିଦିଓନ ପରମେଶ୍ୱର କହିଲେ, ମୋ ପ୍ରତିକୂଳରେ ତୁମ୍ଭର କ୍ରୋଧ ପ୍ରଜ୍ୱଳିତ ନ ହେଉ। ମୁଁ ଏଇ ଥରକ ମାତ୍ର କହିବି, ବିନୟ କରୁଅଛି, ଏହି ଲୋମ ଦ୍ୱାରା ମୋତେ ଏହି ଥରକ ମାତ୍ର ପରୀକ୍ଷା ନେବାକୁ ଦିଅ। ବିନୟ କରୁଅଛି, କେବଳ ଲୋମ ଉପରେ ଶୁଷ୍କତା ହେଉ ଓ ସମସ୍ତ ଭୂମି ଉପରେ କାକର ପଡ଼ୁ। ତ ପରମେଶ୍ୱର ସେଇ ରାତିରେ ସେରୂପ କଲେ। କେବଳ ଲୋମ ଉପରେ ଶୁଷ୍କତା ହେଲା ଓ ସମସ୍ତ ଭୂମିରେ କାକର ପଡ଼ିଲା। ତେବେ ପ୍ରିୟ ବନ୍ଧୁଗଣ, ଗିଦିଓନ ସଦାପ୍ରଭୁଙ୍କୁ ପରୀକ୍ଷା କରିଥିଲେ। କେଉଁଠି ପରୀକ୍ଷା କରିଥିଲେ? ଏହି ସ୍ଥାନରେ ପରୀକ୍ଷା କରିଥିଲେ। ହଁ ପ୍ରିୟ ବନ୍ଧୁଗଣ, ଏ ଯେଉଁ ଭ୍ୟାଲି ଅଫ୍ ମେଗିଦୋ ଯେଉଁଟା ଆପଣ ଦେଖିଲେ, ସେହି ସ୍ଥାନରେ ଗିଦିଓନ ପରୀକ୍ଷା କରିଥିଲେ ସଦାପ୍ରଭୁଙ୍କୁ। ହଁ ପ୍ରିୟ ବନ୍ଧୁଗଣ, ତେବେ ପୁରାତନ ନିୟମରେ ଯେଉଁ ଅଂଶ ଗୁଡ଼ିକ ଲେଖା ଅଛି, ଏ ସମସ୍ତ ବିଷୟ ଏକ ଗୋଟେ ଇତିହାସ ଅଟେ, ଯେଉଁ ଇତିହାସ ଆଜି ବି ସତ୍ୟ ଅଟେ। ତେଣୁ ଏପରି ଏକ ସତ୍ୟ ଇତିହାସ, ଏମିତି ଏକ ଇତିହାସ ଯାହାକି ସତ୍ୟ ଅଟେ। ଆଉ ବାଇବେଲ ମଧ୍ୟ ପ୍ରମାଣ ଦିଏ, ଯାହା ଯାହା ଘଟିଥିଲା ସେ ସମସ୍ତ ବିଷୟ ସତ୍ୟ ଅଟେ। କାରଣ ଆମେମାନେ ସେ ସମସ୍ତ ଜାଗା ଗୁଡ଼ିକୁ ନିଜ ଆଖିରେ ଆମେ ଦେଖୁଛୁ। ଆଉ ଯେହେତୁ ଆମେ ସେ ଜାଗା ଗୁଡ଼ିକୁ ନିଜ ଆଖିରେ ଦେଖୁଛୁ, ଏଥର ଆମେମାନେ ଜାଣୁଛୁ ଯେ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ। ହଁ ପ୍ରିୟ ବନ୍ଧୁଗଣ, ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ, ପରମେଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ ଅଟେ। ତେଣୁ ଏ ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ଆପଣ କ'ଣ ଚିନ୍ତା କରୁଛନ୍ତି କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଆଉ ଏଭଳି ଐତିହାସିକ ଭିଡ଼ିଓ ଆହୁରି ଅଧିକ ଦେଖିବା ନିମନ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ଆଉ ଭିଡ଼ିଓକୁ ସେୟାର କରନ୍ତୁ ସେମାନଙ୍କ ସହିତ, ଯେଉଁମାନେ ଆକ୍ଚୁଆଲି ଏଇଭଳି ଐତିହାସିକ ବାଇବେଲ ଭିତ୍ତିକ ଜାଗା ଗୁଡ଼ିକ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ଆପଣ ସେମାନଙ୍କୁ এই ଭିଡ଼ିଓ ସେଣ୍ଡ କରନ୍ତୁ ବା ପଠାନ୍ତୁ। ଯେ ଇଚ୍ଛା କରେ କେବଳ ସେମାନଙ୍କୁ ଆପଣ ମାନେ ସେୟାର କରନ୍ତୁ। ଯେଉଁମାନେ ଇଚ୍ଛା କରନ୍ତି ନାହିଁ ସେମାନଙ୍କୁ ସେୟାର କରନ୍ତୁ ନାହିଁ। ହଁ ପ୍ରିୟ ବନ୍ଧୁଗଣ, କିନ୍ତୁ ଆପଣ କୁହନ୍ତୁ ଏଇ ଜାଗା ଆପଣଙ୍କୁ କିପରି ଲାଗୁଛି। ହଁ ପ୍ରିୟ ବନ୍ଧୁଗଣ, ଗିଲବୟ ପର୍ବତ, ଇଏ ହେଉଛି ଗିଲବୟ ପର୍ବତ, ଯେଉଁ ଜାଗାରେ ଏତେ ସବୁ ଘଟଣା ଘଟିଥିଲା, ଯେଉଁଟା ଆମେ ନିଜ ଆଖିରେ ଆମେ ଦେଖୁଛୁ।
ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏମିତି ଏକ ଦିନ ଥିଲା ପ୍ରାୟ କେତେ ହଜାର ବର୍ଷ ପୂର୍ବରୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପୂର୍ବର କଥା। ଆଉ ସେତେବେଳେ ଏଇ ଜାଗା ସବୁ କେମିତି ଥିଲା ମୁଁ ଜାଣେ ନାହିଁ, କିନ୍ତୁ ଏହା ଥିଲା ଏକ ଯୁଦ୍ଧକ୍ଷେତ୍ର। ଗିଲବୟ ପର୍ବତ ଏକ ଯୁଦ୍ଧକ୍ଷେତ୍ର ଥିଲା। ଆଉ ଯେଉଁ ଯୁଦ୍ଧକ୍ଷେତ୍ର ଆଜି ମଧ୍ୟ ରହିଅଛି, ଯାହାକୁ ଆମେ ସାମ୍ନାସାମ୍ନି ନିଜ ଆଖିରେ ଆମେ ଏମାନେ ଦେଖୁଛୁ। ତେବେ ପ୍ରିୟ ବନ୍ଧୁଗଣ, ଏମିତି ବାଇବେଲ ରିଲେଟେଡ଼ ଅନେକ ଜାଗା ରହିଅଛି ଯାହାକି ଆମକୁ ପ୍ରମାଣ ଦିଏ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ହେଉଛି ଏକ ସତ୍ୟ ପୁସ୍ତକ ଅଟେ। ଏଥିରେ କୌଣସି ମିଥ୍ୟା ନାହିଁ, 100ରୁ 100 ଭାଗ ସତ୍ୟ ଅଟେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଉ ଦେଖନ୍ତୁ ଏଇ ଜାଗାକୁ, ଆଉ କେମିତି ଲାଗୁଛି କମେଣ୍ଟ କରନ୍ତୁ। ଆଉ ଯଦି এই ଭିଡ଼ିଓ ଭଲ ଲାଗୁଥାଏ, ଭିଡ଼ିଓକୁ ଆପଣ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି, ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଆଉ ଏହି ଚ୍ୟାନେଲ ସହିତ କନେକ୍ଟେଡ଼ ରୁହନ୍ତୁ, କାରଣ ଆଗାମୀ ଦିନରେ ଆମେ ଆହୁରି ଅନେକ ଇତିହାସ ସମ୍ପର୍କିତ ବାଇବେଲ ରିଲେଟେଡ଼ ଜାଗାଗୁଡ଼ିକୁ ଆମେମାନେ ଦେଖାଇବା। ସମସ୍ତଙ୍କୁ ନମସ୍କାର। ଆଉ ଆଜି ପାଇଁ ଏତିକି। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।